ସକାଳୁ ସକାଳୁ ବାହାନଗାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୋରର ତୀର୍ଥଯାତ୍ରୀ ବସ୍ଟି ଦୁର୍ଘଟଣା ହୋଇଥିଲା। ପୋଲକୁ ଧକ୍କା ଦେଇ 30 ଫୁଟ ତଳକୁ ଖସି ପଡ଼ିଥିଲା ବସ୍ଟି କଲିକତାରୁ ପୁରୀ ଅଭିମୁଖେ ଯାଉଥିଲା। ଭେଙ୍କଟ ଲକ୍ଷ୍ମୀ ବସ୍ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଯିବାରୁ ପୋଲକୁ ବାଡ଼େଇ ହୋଇ ତଳକୁ ଖସି ପଡ଼ିଥିଲେ ଡ୍ରାଇଭର ଜଣକ। ସୂଚନା ମୁତାବକ ଆଜି ସକାଳ 5:15 ସମୟରେ କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ଶ୍ରୀ ଭେଙ୍କଟ ଲକ୍ଷ୍ମୀ ନାମକ ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ି ଯାଇଥିଲା। ଫଳରେ ବସ୍ରେ ଥିବା ଡ୍ରାଇଭର ପୋଲକୁ ବାଡ଼େଇ ହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେବେ ବସ୍ରେ 40 ଜଣ ଯାତ୍ରୀ ନେଇ ଯାଉଥିବା ବେଳେ 10ରୁ ଅଧିକ ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା ବେଳେ ଜଣାପଡ଼ିଛି। ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ, ବାହାନଗା ଅଗ୍ନିଶମ ବାହିନୀ, ଜାତୀୟ ରାଜପଥ ପୋଲିସ ମିଳିତ ଭାବେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ମୃତକ ଡ୍ରାଇଭରଙ୍କର ମଧ୍ୟ ପରିଚୟ ମିଳିପାରିନି। ଏମାନେ ସମସ୍ତେ ଜେନାଲୁରମ ଜିଲ୍ଲାରୁ ଆସିଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଅରାଉଣ୍ଡ ଓଡ଼ିଶା ଲାଇଭ୍।